ସାଇକୋଲୋଜି କହିଥାଏ, ଯଦି କୌଣସି ସୁନ୍ଦରୀ ବିଧବା ମହିଳା ଆପଣଙ୍କ ସହିତ ସମ୍ଭୋଗ କରିବାକୁ ଚାହୁଁଛନ୍ତି, ଏହି ଦୁଇ ଖରାପ ବ୍ୟବହାର ଆପଣଙ୍କ ସହିତ କରିଥାନ୍ତି। ତାହା ହେଉଛି ସର୍ବପ୍ରଥମତଃ ଆପଣଙ୍କ ସହିତ ଫ୍ରେଣ୍ଡସିପ୍ କରିବେ, ତାପରେ ଥଟ୍ଟା ମଜାରେ ରୋମାଣ୍ଟିକ୍ ଓ ସେକ୍ସ ଟାଇପ୍ର କଥା ହେବେ ଓ କଥା ହେବା ସମୟରେ ଆପଣଙ୍କୁ ଦେଖାଇ ନିଜ ସ୍ଥାନକୁ ବାରମ୍ବାର ଟଚ୍ କରିବେ। ଏହି ଖରାପ ଇସାରାରୁ ବୁଝିଯାଆନ୍ତୁ କି ସେ ଆପଣଙ୍କ ସହିତ ମଜା ନେବାକୁ ଚାହୁଁଛନ୍ତି। ତେବେ ସେହି ସମୟରେ ତୁରନ୍ତ ଜାବୁଡ଼ି ଧରି ଗେହି ଦିଅନ୍ତୁ। ସାଇକୋଲୋଜି କହିଥାଏ, କାନ ବି ମହିଳାମାନଙ୍କୁ ଉତ୍ତେଜିତ କରିବା ପାଇଁ ପ୍ରମୁଖ ଭୂମିକା ନିଭାଇଥାଏ। କାନ ଉପରେ କିସ୍ କରିବା ଦ୍ୱାରା ଏହା ଶାରୀରିକ ଓ ମାନସିକ ସ୍ତରରେ ମହିଳା ସାଥୀକୁ ସେକ୍ସ ପାଇଁ ପ୍ରସ୍ତୁତ କରିଥାଏ। ସାଇକୋଲୋଜି କହିଥାଏ, ମହିଳାମାନଙ୍କ ଭିତରେ ସେକ୍ସ ପ୍ରତି ରୁଚି ବଢ଼ାଇବା ପାଇଁ ଆପଣଙ୍କୁ ସେକ୍ସ ପୋଜିସନ୍ ବିଷୟରେ ଜାଣିଥିବା ଦରକାର। ସେହି ସେକ୍ସ ପୋଜିସନ୍ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଚେଷ୍ଟା କରିବା ଉଚିତ, ଯେଉଁଥିରେ ମହିଳାମାନେ ରୁଚି ରଖିଥାନ୍ତି। ସାଇକୋଲୋଜି କହିଥାଏ, ଅଧିକାଂଶ ମହିଳାମାନେ ସେକ୍ସ କରିବା ସମୟରେ ନିଜ ସୁନ୍ଦରତାକୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି ଓ ସେକ୍ସ ପୂର୍ବରୁ ନିଜ ସୁନ୍ଦରତାକୁ ଅଧିକ ଧ୍ୟାନ ଦେଇଥାନ୍ତି। ସାଇକୋଲୋଜି କହିଥାଏ, ମହିଳାମାନେ ସେହି ପୁରୁଷମାନଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥାନ୍ତି ଯେଉଁମାନଙ୍କ ପାଖରେ ଲୋକମାନଙ୍କୁ ହସେଇବାର କଳା ଅଧିକ ଥାଏ। ସାଇକୋଲୋଜି କହିଥାଏ, ଯେତେବେଳେ ଗୋଟେ 40 ବର୍ଷର ମହିଳା ସେକ୍ସ ସମୟରେ ନିଜ ପ୍ରାଇଭେଟ୍ ଅଙ୍ଗରେ ଲିଙ୍ଗର ଉପସ୍ଥିତିକୁ ଅନୁଭବ କରିଥାଏ ଓ ଆବାଜ ବାହାର କରିଥାଏ, ତେବେ ଏହାର ମାନେ ହେଉଛି କି ସେ ବାସ୍ତବରେ ବହୁତ ସୁନ୍ଦର ଅନୁଭବ କରୁଛି ଓ ଆନନ୍ଦ ମଧ୍ୟ ନେଉଛି। ସାଇକୋଲୋଜି କହିଥାଏ, ସବୁଠାରୁ ଅଧିକ ଦୁଃଖୀ ସେହି ଲୋକମାନେ ହୋଇଥାନ୍ତି ଯେଉଁମାନଙ୍କ ପାଖରେ ସବୁକିଛି ଥାଇ ବି କାହା ପାଖରେ କିଛି ସେୟାର କରିପାରନ୍ତି ନାହିଁ। ସାଇକୋଲୋଜି କହିଥାଏ, କୌଣସି ବ୍ୟକ୍ତିକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ତାଙ୍କଠାରୁ ଆଡ଼ଭାଇସ୍ ମାଗନ୍ତୁ ଓ ତାଙ୍କର ମନ ଭରି ପ୍ରଶଂସା କରନ୍ତୁ। ସାଇକୋଲୋଜି କହିଥାଏ, ଦୁନିଆର 50% ଲୋକ ସବୁବେଳେ ଧନୀ ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି, କିନ୍ତୁ ତାଙ୍କ ଭିତରୁ 1% ଲୋକ କେବଳ ପରିଶ୍ରମ କରିଥାନ୍ତି।